হঠাৎ তো ফোন করে হচ্ছে কଣ ହେଇଛି তোর কহ জিজু ମୁଁ ଆଜି ଫସି ଯାଇଛି ଜିଜୁ ଫସି ଯାଇଛି ମାନେ ଆଉ କ'ଣ ସେ ଆଦିବାସୀ ଝିଅକୁ ସେ ଘରେ ବୋହୂ କରି ରଖିବେ ହେଲେ ମୋ ଅବସ୍ଥା କ'ଣ ହବ ও টেনশন ও এই ঘরে বউ হয়ে রইলে তোর অসুবিধা কଣ ଅଛି আরে তোর কোন অসুবিধা হয়েছে কহ তোর অসুবিধা কଣ হব সেই আদিবাসী ঝিଅର কথা ସବୁ জানি সারা পরে তাকে এ ঘরে বউ করে রখিবে এই কথা তো তোর কিছু ବି অসুবিধা হবনি রিসা কিছু অসুবিধা হবনি কিন্তু জিজু মতে ভারি টেনশন লাগুଛି ତାକୁ ଯଦି ଏ ଘରେ ରଖିଲେ ମୁଁ ଏଠି ଆଉ ରହିପାରିବିନି নো টেনশন আলিসা তোদের যদি সেই তো সমস্ত ছাড়ি দেব তাহলে অসুবিধা কଣ ଅଛି তো নানিটা মଲା ପରେ ମୁଁ ବି ଏକା ହେଇଯାଇଛି ତେଣୁ ତୁ ଛାଡ଼ରାକୁ ମୁଁ ଛାଡ଼ରି ହେଲେ ତୁ ଛାଡ଼ରାଟା ହେଲେ ମୁଁ ରାଣ୍ଡୁଆଟା ଆମେ ଦି ଜଣ ମିଶିବା ଆମେ ଦି ଜଣ ବାହା ହବା ହେଲେ ମୁଁ ବଡ଼ ଘରର ବୋହୂ ହେବା ସ୍ୱପ୍ନ କ'ଣ ସ୍ୱପ୍ନରେ ରହିଯିବ ବଡ଼ ଲୋକର ବୋହୂ ନୁହଁ ତୁ କୋଟିପତିର ସ୍ତ୍ରୀ ହବୁ সবাইকে অপেক্ষা কর আলিসা সবাইকে খালি অপেক্ষা কর তোতে মু ভাই সারা পরে তু কোটিপতির বহু ভাইবি কোটিপতির স্ত্রী তু হবু রানী আর মু রাজা মু রানী মু রাজা তু রানী এই আলিসা আলিসা তোম ভিতরে ଥିବା সম্পর্কକୁ କେହି ବି ଜାଣି ନାହାନ୍ତି তাছাড়া সে হারাম জানা তো শ্বশুরটাকে পুরা টিক টিক করে হানি সারা পরে এ কোটিপতি মঙ্গলার মু হেবি একমাত্র উত্তর অধিকারী তারপরে মু রাজা তু রানী ଆମେ ଆଉ କ'ଣ ଓଡ଼ିଶାରେ ରହିବା ଓଡ଼ିଶା ଛାଡ଼ି ବିଦେଶ ଯିବା ବିଦେଶରେ ଗୋଟେ ଛୋଟିଆ ଘର କରିବା ସେ ଘରେ ତୁ ମୁଁ ତୁ ମୁଁ ତୁ ମୁଁ ଜିଜୁ ଖଞ୍ଜଣି ଖଞ୍ଜଣି କ'ଣ କରିବ ଖାଲି ଆମ ବଂଶରେ ବସି ଖଞ୍ଜଣି ପାରିବ ତେରେ କଷ୍ଟ ହରେ ରାମ ଖଞ୍ଜଣି କ'ଣ ମୁଁ ଛାଡ଼ୁଛି ଖଞ୍ଜଣି ପରା ମୋ ଜୀବନ ଖଞ୍ଜଣି ନଥିଲେ ବାଜିବ କେମିତି ମଉରୀ ଆଇସା ସେମାନେ କଥା ଜାଣିବା ପୂର୍ବରୁ ଆମେ ବାହାରେ ଯାଇ ଆମେ ଭିତରକୁ ଯାଇ ଆମ କାମ ସବୁ କରିବାକୁ ପଡ଼ିବ ଡେରି କାହିଁକି ତାହେଲେ ଚାଲ ଖଞ୍ଜଣି ଶଳା ମୋ ଶାଢ଼ୀଟା ପାଗଳି ହେଇଗଲାଣି ବେ ତାକୁ ଆମେ ଅଧା ବାଟରେ ଛାଡ଼ି ଆସିଲା ପରେ ମୋ ଶାଢ଼ୀ ଭାବୁଛି ମୁଁ ତାକୁ ବାହା ହେବି ମୁଁ ବି ଅନେକ ସ୍ୱପ୍ନ ଦେଖିଛି କ'ଣ କହୁଥିଲୁ ଏ ଲାଲା ଏ ଅମରେନ୍ଦ୍ର ମାନ ସିଂ ଏ ମାସ ଟଙ୍କା ଆଣିବା ଲେଟ୍ କରୁଛି କାହିଁକି ଲେଟ୍ କରିବନି ବେ ଅମରେନ୍ଦ୍ର ମାନ ସିଂ ସେ ହେଉଛି ମୋ ପାଇଁ ଗୋଟେ ସୁନା ଅଣ୍ଡା ଦିଆ କୁକୁଡ଼ା ତୁ ଦେଖିବୁ ଅମରେନ୍ଦ୍ର ମାନ ସିଂ ମୋ ପାଖକୁ କେମିତି ଦୌଡ଼ି ଆସିବ ତୁ ଖାଲି ଅପେକ୍ଷା କର ବାବୁ ନମସ୍କାର ଦୂରରୁ ଦଣ୍ଡବତ ଆଜ୍ଞା ବିଶ୍ୱାସଘାତକ ମାନଙ୍କ ନମସ୍କାର ମୋର ଦରକାର ନାହିଁ ଏଇ ନିଅ ଟଙ୍କା ଆରେ ଟଙ୍କାଟା ତ ଦିଅନ୍ତୁ ଆଜ୍ଞା ସତରେ ଅମରେନ୍ଦ୍ର ବାବୁ ତୁମକୁ ତାରିଫ ନ କରି ମୁଁ ରହିପାରୁନି ଠିକ ଟାଇମରେ ଟଙ୍କା ଦେଇଥିବାରୁ ଆଉ ଥରେ ନମସ୍କାର କେତେ ଦିନ ଏମିତି ଚାଲିଥିବ ସେଦିନ ଆପଣ ବଞ୍ଚିଥିବ ସେଦିନ ଏମିତି ଟଙ୍କା ଦଉଥିବେ ଅମରେନ୍ଦ୍ର ବାସୀ এই অমরেন্দ্র সিং লালা भी बड़ा परिश्रम को चाहे कोटिपति हेबी অমরেন্দ্র সিং तू उस मोबाइल बनाए सोना अंडा दिया कुकुड़ा बंचिला पर्यंत तू टंका दबु जो दिन टंका दबुनी से दिन मो स्त्री को जोर जबरदस्त रेप कर तू मारी बोली समस्त आगे मो चिले चिले कहबे यही कथा जमी तो निहाती मन रहा दरकार चल मौजा হারাম জাদাকু টঙ্কা দেবা দৌথবা অপেক্ষা নিজে মরিযা বল হ্যাঁ মরিযা বল
ବାପା ଆପଣ ସେ ଲାଲା ବସନ୍ତିଆକୁ କାହିଁକି ଟଙ୍କା ଦେଉଥିଲେ? ଟଙ୍କା କି ଟଙ୍କା କଥା କହୁଛୁ? ମିଛ କହୁଥିଲି ବାପା, ମୋ ନିଜ ଆଖିରେ ଦେଖିଛି ତମେ ଆଟାଚୁ ଟଙ୍କା ଆଣି ସେ ଲାଲା ବସନ୍ତିଆକୁ ଦେଇଥିଲ। ମୋର ମୁଁ ଗୋଟିଏ ବହୁତ ବଡ଼ ମାୟାଜାଲରେ ପଡ଼ିଯାଇଛି। ଦିନେ ଲାଲା ବସନ୍ତିଆ ତା ସ୍ତ୍ରୀକୁ ମାରି ଦେଇଥିଲା। ମୁଁ ଦେଖି ମେଡିକାଲ ନେଉଥିବା ବେଳେ ସେ ଫଟୋ ଉଠେଇଥିଲା, ଆଉ ସେଇ ଫଟୋକୁ ପ୍ରମାଣ କରି ମୋତେ ବ୍ଲାକମେଲ୍ କରୁଛି। ସେଥିପାଇଁ ମାସକୁ ମାସ 10 ଲକ୍ଷ ଟଙ୍କା ଦେବାକୁ ପଡ଼ୁଛି। ହାରାମଜାଦା ଏତେ ବଡ଼ ବ୍ଲାକମେଲ୍ କରିଛି। ସେତିକି ନୁହେଁ ଭାଇ, ତମେ ଯେଉଁ ଆଲିସାକୁ ବାହା ହେଇଛ ସେ ହେଉଛି ଲାଲା ବସନ୍ତର ଶାଳୀ। ତାର ସ୍ୱାମୀ ବି ଅଛି, କିନ୍ତୁ ଲାଲା କଥାରେ ପଡ଼ି ଆଲିସାକୁ ତମ ସହିତ ବାହା କରିଦେଇଛି। ଭଗବାନ, ଆମେ ଏତେ ବଡ଼ ମାୟାଜାଲରେ ପଡ଼ିଯାଇଛୁ। ବହୁତ ହେଇଗଲା ବାପା, ବହୁତ ହେଇଗଲା ସେମାନଙ୍କ ଅତ୍ୟାଚାର। ଆଉ ନୁହେଁ, ସେ ଲାଲାକୁ ସବୁଦିନ ପାଇଁ ଆମ ରାସ୍ତାରେ ହଟେଇବାକୁ ପଡ଼ିବ ବାପା। ହଁ, ହଟେଇବାକୁ ପଡ଼ିବ। ଚାଲ ବାପା।